ଯୀଶୁ କାଇସରିଆ ଫିଲିପି ଅଞ୍ଚଳକୁ ଆସିବା ପରେ ଶିଷ୍ୟମାନଙ୍କୁ କହିଲେ, ମୁଁ ହେଉଛି ମନୁଷ୍ୟ ପୁତ୍ର। ଯୀଶୁ କ'ଣ କହିଲେ? ମୁଁ ହେଉଛି ମନୁଷ୍ୟ ପୁତ୍ର। ଏ କଥା ମୁଁ କହୁନି, ଏ କଥା ଯୀଶୁ ନିଜେ କହିଛନ୍ତି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ତ ଆଜିର ବିଷୟବସ୍ତୁ ହେଉଛି ଯୀଶୁ ଭଗବାନ ନା ମନୁଷ୍ୟ ପୁତ୍ର, ତାହା ଆଜି ଆଲୋଚନା କରିବା। ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ। ଆଉ ଯଦି କୌଣସି ବିଜ୍ଞ ପଣ୍ଡିତମାନେ ଅଛନ୍ତି ଯେଉଁମାନେ ବାଇବେଲ ପଢ଼ୁଛନ୍ତି, ସେମାନେ ଆସି ଏହାର ଆଲୋଚନା କରିପାରିବେ କମେଣ୍ଟ ସେକ୍ସନରେ। ମୁଁ ପଛ ଭିଡ଼ିଓ ଗୋଟେ ବନେଇଥିଲି ଯୀଶୁ ସ୍ୱାର୍ଥପର, କିନ୍ତୁ ଏ ଭିଡ଼ିଓରେ ମୁଁ କହିବି ଯୀଶୁ ହେଉଛନ୍ତି ଗୋଟେ ବଡ଼ ସ୍ୱାର୍ଥପର ଆଉ ମହାନ ସ୍ୱାର୍ଥପର, ଯିଏ ଗୋଟେ ପୁଅକୁ ତା ବାପାର କବର ଦେବାକୁ ପଠାନ୍ତି ନାହିଁ, ଆଉ କୁହନ୍ତି ମୋତେ ଅନୁସରଣ କର। ଆସ ଦେଖ। ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲେ, ପ୍ରଭୁ ମୋତେ ଆଗ ଯାଇ ମୋର ବାପାଙ୍କ କବର ଦେଇ ଆସିବାକୁ ଅନୁମତି ଦିଅନ୍ତୁ, ତାପରେ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ୍ୟୁ ଲୋକଙ୍କୁ କବର ଦିଅନ୍ତୁ। ତ ବର୍ତ୍ତମାନ ମୋତେ ଖ୍ରୀଷ୍ଟିଆନର ଭାଇ ଭଉଣୀମାନେ କୁହନ୍ତୁ, ଯୀଶୁ ଯାହା କହିଲେ ଠିକ୍ କହିଲେ କି? କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇବ। ତ ଆସନ୍ତୁ ଆଜିର ଯେଉଁ ବିଷୟବସ୍ତୁ ଅଛି, ଯୀଶୁ ମନୁଷ୍ୟ ପୁତ୍ର କି ଭଗବାନ, ତାହା ବିଷୟରେ ଆଲୋଚନା କରିବା। ଯୀଶୁ 40 ଦିନ 40 ରାତି କିଛି ଖାଇଲେ ନାହିଁ। ଏହାପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୈତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡ଼ିକୁ ରୋଟି ହୋଇଯିବା ପାଇଁ କୁହ। ଶୈତାନ ଯେତେବେଳେ ପରୀକ୍ଷା କଲା, ସେତେବେଳେ ଯୀଶୁଙ୍କୁ କ'ଣ କହିଲେ? ଯଦି ତମେ ପରମେଶ୍ୱରଙ୍କ ପୁତ୍ର, ତାହେଲେ ପଥର ଗୁଡ଼ିକୁ ରୋଟି ହେବାକୁ କୁହ। ଯୀଶୁ ଉତ୍ତରରେ କହିଲେ, ଶାସ୍ତ୍ରରେ ଏହା ଲେଖା ଅଛି, ମଣିଷକୁ କେବଳ ଖାଦ୍ୟ ବଞ୍ଚାଇ ରଖେ ନାହିଁ, ତାହାର ଜୀବନ ପରମେଶ୍ୱରଙ୍କ ମୁହଁରୁ ବାହାରିଥିବା ବାଣୀ ଉପରେ ହିଁ ନିର୍ଭର କରେ। ଯୀଶୁ ସେଠାରେ କ'ଣ କଲେ? ପଥରକୁ ତ ରୁଟିରେ ପରିବର୍ତ୍ତନ କରିପାରିଲେ ନାହିଁ। ସେଠାରେ କହିଲେ, ମଣିଷକୁ ଖାଦ୍ୟ ବଞ୍ଚାଇ ରଖିପାରେ ନାହିଁ। ତ ଏଇଟା ବି ଖ୍ରୀଷ୍ଟିଆନ ଧର୍ମର ଭାଇ ଭଉଣୀମାନଙ୍କୁ ମୋର ଆଉ ଗୋଟାଏ ଅନୁରୋଧ, ମଣିଷକୁ କେଉଁମାନେ ବଞ୍ଚାଇ ରଖନ୍ତି, ଖାଦ୍ୟ ନା ପରମେଶ୍ୱର? କମେଣ୍ଟ ସେକ୍ସନରେ ଉତ୍ତର ଦେବ। ତାପରେ ଶୈତାନ ତାହାଙ୍କୁ ପବିତ୍ର ନଗରୀ ଜେରୁସାଲେମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୈତାନ କହିଲା, ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖା ଅଛି, ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ। ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରି ପକାଇବେ, ତାହେଲେ ପଥରରେ ତୁମ୍ଭ ଗାଢ଼ ବାଜିବ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶାସ୍ତ୍ର ଏ କଥା ମଧ୍ୟ କହେ, ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ମାନେ ଦେଖନ୍ତୁ, ଯୀଶୁଙ୍କୁ ଯେତେବେଳେ ଶୈତାନ ପ୍ରଥମେ ପରୀକ୍ଷା କଲା, 40 ଦିନ ଉପାସ ଥିଲେ, ସେତେବେଳେ କ'ଣ ହେଲା? ଯୀଶୁଙ୍କୁ ଯେତେବେଳେ ପରୀକ୍ଷା କରାଗଲା, ପଥରକୁ ରୁଟି କରିବା ପାଇଁ କୁହାଗଲା, ସେଠାରେ ସେ କହିଲେ, କେବଳ ଖାଦ୍ୟ ପାଇଁ ମନୁଷ୍ୟ ବଞ୍ଚିପାରେ ନାହିଁ। ତାପରେ ଯେତେବେଳେ କହିଲେ, ଏ ତଳକୁ ଡେଇଁପଡ଼, ସେତେବେଳେ କହିଲେ, ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ତାପରେ ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା। ଶୈତାନ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପାଦ ତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି। ଯୀଶୁ ତାଙ୍କୁ କହିଲେ, ଶୈତାନ ମୋ ପାଖରୁ ଦୂର ହୁଅ, ଶାସ୍ତ୍ରରେ ଲେଖା ଅଛି, ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କର, କେବଳ ତାହାଙ୍କର ଉପାସନା କର। ତେଣୁ ଶୈତାନ ତାହାଙ୍କୁ ଛାଡ଼ି ଚାଲିଗଲା ଏବଂ ତାପରେ ସ୍ୱର୍ଗଦୂତମାନେ ଆସି ତାଙ୍କର ଯତ୍ନ ନେଲେ। ତାହେଲେ ମୋତେ କୁହନ୍ତୁ, ଯେତେବେଳେ ଶୈତାନ
ଆଉ ଯୀଶୁଙ୍କର ଲଢ଼େଇ ହେଲା ଯେଉଁ 30-40 ଦିନ ଉପାସ ଥିଲେ। କେତେ ଦିନ? ଯୀଶୁ 40 ଦିନ 40 ରାତି କିଛି ଖାଇଲେ ନାହିଁ। ତାହେଲେ ଏତେ ଦିନ କ'ଣ ପାଇଁ ସେ ଶୈତାନ ସହିତ କଥା ହେଉଥିଲେ? ପ୍ରଥମ ଦିନରୁ ତ ଶୈତାନକୁ କହିଦେଇଥାନ୍ତେ, ଆରେ ଶୈତାନ ଦୂର ହ, ଶୈତାନ ପଳେଇ ଯାଇଥାନ୍ତା। କମେଣ୍ଟ ସେକ୍ସନରେ ଆପଣମାନଙ୍କର ବହୁତ ମତାମତ ଜଣାଇବେ। ଯୀଶୁ ପ୍ରକୃତରେ ଭଗବାନ ନା ମନୁଷ୍ୟ ପୁତ୍ର? କାହିଁକି ନା ସେ ଏଠାରେ କିଛି ବି ପ୍ରମାଣ ଦେଲେନି ସେ ପରମେଶ୍ୱରଙ୍କ ପୁତ୍ର ବୋଲି। ଶୈତାନ ଗୋଟେ କଥା କହିଲେ, ସେ ଆଉ ଗୋଟେ କଥା କହୁଛନ୍ତି। ତ ଆପଣମାନେ କମେଣ୍ଟ ସେକ୍ସନରେ ନିହାତି କମେଣ୍ଟ କରିକି ଜଣାଇବେ।